ଏ କାହାଣୀଟି ଆପଣଙ୍କୁ ଟଙ୍କା ଏବଂ ବାପାଙ୍କ ଭ୍ୟାଲ୍ୟୁ କ'ଣ ବୁଝାଇଦେବ। ଦୟାକରି ଏହି କାହାଣୀକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ ଏବଂ କାହାଣୀଟି କେମିତି ଲାଗିଲା କମେଣ୍ଟରେ କୁହନ୍ତୁ ଏବଂ ଗୋଟିଏ ଲାଇକ୍ କରନ୍ତୁ। ଯଦି କାହାଣୀଟି ଭଲ ଲାଗିଥାଏ ତ ନିଜ ନିଜ ସାଙ୍ଗସାଥି ଏବଂ ପିଲା ଛୁଆଙ୍କୁ ସେୟାର କରନ୍ତୁ, କିନ୍ତୁ ଗୋଟିଏ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ତ ଚାଲ କାହାଣୀଟି ଆରମ୍ଭ କରିବା। ଗୋଟିଏ କୃଷକଟିଏ ଥାଏ। ସେ ସବୁବେଳେ ବିଲରେ ଖଟି ନିଜ ଏବଂ ନିଜ ପରିବାରର ପେଟ ପୋଷୁଥାଏ। ସେ କୃଷକର ଗୋଟିଏ ଅଲସୁଆ ଏବଂ କାମଚୁର ପୁତ୍ରଟିଏ ଥାଏ। ସେ ସବୁତକ ଟଙ୍କାକୁ ମୌଜ ମସ୍ତିରେ ଖର୍ଚ୍ଚ କରୁଥାଏ। ସେ କୃଷକ ତାର ପୁତ୍ରକୁ କହି କହି ଥକି ଯାଇଥାଏ, କିନ୍ତୁ ସେ ମାନୁ ନଥାଏ। ଗୋଟିଏ ଦିନ ରାଗିଯାଇ ସେ ପିଲାକୁ ଘରୁ ବାହାର କରିଦେଇ କହିଲା କି ଆଜି ସନ୍ଧ୍ୟା ସୁଦ୍ଧା କିଛି କାମ କରି ମୋତେ ଟଙ୍କା ଦେବୁ, ନଚେତ୍ ତୋତେ ଘର ଭିତରକୁ ପ୍ରବେଶ କରାଇ ଦେବି ନାହିଁ। ସେ କଥା ଶୁଣି ସେ ପିଲା ସେଠାରୁ ଚାଲିଗଲା। ଯେମିତି ସନ୍ଧ୍ୟା ସମୟ ଆସିଲା, ସେ ପିଲା ତା ମାଆକୁ ସବୁ କଥା କହିଲା। ତାର ମା କିଛି ଟଙ୍କା ଦେଇ କହିଲା କି ଯା, ଏ ସବୁତକ ଟଙ୍କାକୁ ତୋ ବାପାକୁ ଦେଇ କହିବୁ କି ଏ ଟଙ୍କା ମୋ ଝାଲ ବୁହା ଟଙ୍କା। ସେଠାରୁ ସେ ପିଲା ଟଙ୍କା ତକ ନେଇ ଚାଲିଗଲା ଏବଂ ଯାଇ ତା ବାପାଙ୍କୁ ସେ ଟଙ୍କା ଦେଇ କହିଲା କି ନିଅ, ଏ ଟଙ୍କା ମୋ ପରିଶ୍ରମର ଟଙ୍କା। ଏହା ଦେଖି ସେ ପିଲାର ବାପା କିମ୍ବା ସେ କୃଷକ କହିଲା ଏ ଟଙ୍କା ତକ ନେ ଏବଂ ଯା, ସେ ପାଖ କୂଅ ଭିତରକୁ ଫିଙ୍ଗି ଦେବୁ। ସେ ପିଲା କିଛି ନ କହି ସବୁ ଟଙ୍କାକୁ କୂଅ ଭିତରକୁ ଫିଙ୍ଗି ଦେଲା। ଏହା ଦେଖି ସେ କୃଷକ ସବୁ କଥା ଜାଣିଗଲା ଏବଂ ସେ ପିଲାର ମାଆକୁ ତା ବାପା ଘରକୁ ତଡ଼ିଦେଲା। ଏଥର ସେ ପିଲାକୁ ସେ କୃଷକ କହିଲା କି ଆଜି ଯା, ସନ୍ଧ୍ୟା ସୁଦ୍ଧା ପରିଶ୍ରମ କରି ଟଙ୍କା ଆଣି ମୋତେ ଦେବୁ, ନଚେତ୍ ତୁ ଏ ଘର ଭିତରକୁ ଆସିପାରିବୁ ନାହିଁ। ଏଥର ସେ ପିଲା ତା ଦିଦି ପାଖକୁ ଯାଇ ସବୁ କଥା କହିଲା। ତା ଦିଦି ବି କିଛି ଟଙ୍କା ଦେଇ କହିଲା କି ଯା, ଏ ଟଙ୍କା ଦେଇ କହିବୁ ବାପା ଏ ଟଙ୍କା ନିଅ ମୋ ପରିଶ୍ରମର ଟଙ୍କା। ସେ ପିଲା ଯାଇ ସେମିତି ହିଁ କହିଲା। ଏଥର ବି ସେ କୃଷକ ସେମିତି କୂଅ ଭିତରକୁ ଫିଙ୍ଗିବାକୁ କହିଲା। ସେ ପିଲା ମଧ୍ୟ ସେମିତି ହିଁ କଲା। ସେ କୃଷକ ସେ ପିଲାର ଦିଦିକୁ ବି ତା ମା ପାଖକୁ ଯିବାକୁ କହିଲା। ତା ଦିଦି ବି ଚାଲିଗଲା। ଏଥର ସେ ପିଲାକୁ ସେ କୃଷକ କହିଲା ଆଜି ପୁଣି ଯା ଏବଂ ପରିଶ୍ରମ କରି ଟଙ୍କା ଆଣିବୁ ଏବଂ ମୋତେ ସନ୍ଧ୍ୟା ସୁଦ୍ଧା ଦେବୁ, ନଚେତ୍ ଆଜି ବି ଘରକୁ ଆସିବାଉନା। ସେ କଥା ଶୁଣି ସେ ପିଲା ଭାବିବାକୁ ଲାଗିଲା କି ଏବେ ଟଙ୍କା କାହାକୁ ମାଗିବି। କିଛି ଉପାୟ ନ ପାଇ ପରିଶ୍ରମ କରିବା ପାଇଁ ବାହାରିଗଲା। କିଛି ସମୟ ପରେ ତାକୁ ଗୋଟିଏ କାମ ମିଳିଲା। ଗୋଟିଏ ଟ୍ରକ୍ରୁ ସାମାନ ଆଣି ଆଉ ଗୋଟିଏ ଦୋକାନ ରଖିବାର, କିନ୍ତୁ ସେ ସାମାନ ବହୁତ ଓଜନ ଥିଲା। ସେ ଟ୍ରକ୍ରୁ ସାମାନ ସବୁ ଦୋକାନରେ ରଖି ପରିଶ୍ରମର ଟଙ୍କା ଧରି ତା ବାପା ପାଖକୁ ଗଲା ଏବଂ ଟଙ୍କା ଦେଇ କହିଲା ଏଇ ନିଅ ମୋ ପରିଶ୍ରମର ଟଙ୍କା। ସେ କଥା ଶୁଣି ସେ କୃଷକ ପୁଣି ସେ ସବୁ ଟଙ୍କାକୁ କୂଅ ଭିତରକୁ ଫିଙ୍ଗିବାକୁ କହିଲା। ଏଥର ସେ ପିଲା ରାଗିଯାଇ କହିଲା ଏ ଟଙ୍କା ମୁଁ ଫିଙ୍ଗିବି ନାହିଁ, ଏ ଟଙ୍କା ମୁଁ ମୋ କଠିନ ପରିଶ୍ରମରେ ପାଇଛି। ସେ କଥା ଶୁଣି ସେ କୃଷକ ହସିଲା ଏବଂ କହିଲା କି ତୁ ତ ଗୋଟିଏ ଦିନର ପରିଶ୍ରମର ଟଙ୍କାକୁ କୂଅ ଭିତରକୁ ଫିଙ୍ଗିବାକୁ ଚାହୁଁନୁ ଏବଂ ମୁଁ କହିଲି ସେଥିପାଇଁ ମୋ ଉପରେ ରାଗୁଛୁ, କିନ୍ତୁ ତୁ ମୋ ବର୍ଷ ବର୍ଷର ପରିଶ୍ରମର ଟଙ୍କାକୁ ମୌଜ ମସ୍ତିର କୂଅ ଭିତରକୁ ଫିଙ୍ଗି ଦେଉଛୁ। ତାହା କ'ଣ ଠିକ୍ କରୁଛୁ? ଟିକିଏ ଭାବିକି ଦେଖ ମୋତେ କେମିତି ଲାଗୁଥିବ। ସେ କଥା ଶୁଣି ସେ ପିଲା ତାର ସବୁ ଭୁଲର ପଶ୍ଚାତାପ କରିବାକୁ ଲାଗିଲା ଏବଂ ସେ ତାର ବାପାକୁ କ୍ଷମା ମାଗିଲା। ମାଆର କଥା ତ ସଭିଏ କୁହନ୍ତି, କିନ୍ତୁ ବାପାର କଥା, ବାପାର ଭଲ ପାଇବା, ସଂଘର୍ଷ ଏବଂ ତ୍ୟାଗକୁ ବୁଝନ୍ତି ନାହିଁ। ମୁଣ୍ଡ ଉପରେ ବାପାର ହାତ କେତେ ମୂଲ୍ୟବାନ ଅଟେ ତାହା ସେ ବାପା ଏ ଦୁନିଆରୁ ଯିବା ପରେ ଜଣାଯାଏ। ଗୋଟିଏ ବାପା ନିଜର ସନ୍ତାନକୁ ସଫଳ ମଣିଷଟିଏ ହେବାର ଦେଖିବା ପାଇଁ ଦିନ ରାତି ପରିଶ୍ରମ କରେ, କିନ୍ତୁ ତୁମେ ପଢ଼ିବ ନାହିଁ, ପରିଶ୍ରମ କରିବ ନାହିଁ, ଖାଲି ମୌଜ ମସ୍ତିରେ ଲିପ୍ତ ରହିବ, ତ ଏହା ତାଙ୍କ ସାଥିରେ କରିଥିବା ବହୁତ ବଡ଼ ଧୋକାଟିଏ। ସେଥିପାଇଁ ନିଜ ମାତା ପିତାଙ୍କ ସମ୍ମାନ କରିବା ଏବଂ କୌଣସି ବି ଏମିତି କାମ ନ କରିବା ଯେଉଁ କାମରେ କି ନିଜ ମାତା ପିତାର ମୁଣ୍ଡ ନଇଁବ। କାହିଁକିନା ମାତା ପିତାଙ୍କ ଆଶୀର୍ବାଦ ପିଲାଙ୍କୁ କେଉଁଠାରୁ କେଉଁଠାକୁ ପହଞ୍ଚାଇ ଦିଏ। ନିଜ ସନ୍ତାନ ପାଇଁ ମାତା ପିତା ହିଁ ଈଶ୍ୱର ଅଟନ୍ତି।